ଜୀବନରେ ସୁଖୀ ରହିବାର ମନ୍ତ୍ର ସମସ୍ତଙ୍କଠାରେ ଥିବା ଭଲ ଗୁଣକୁ ଗ୍ରହଣ କରନ୍ତୁ। ପିତା ମାତାଙ୍କଠାରୁ ଆଶୀର୍ବାଦ ନିଅନ୍ତୁ। କଠିନ ପରିଶ୍ରମ କରନ୍ତୁ। କିଛି କିଛି ସଞ୍ଚୟ କରନ୍ତୁ। ଈଶ୍ୱରଙ୍କଠାରେ ବିଶ୍ୱାସ ରଖନ୍ତୁ। କୁ ଅଭ୍ୟାସ ଠାରୁ ଦୂରରେ ରୁହନ୍ତୁ। ମିଷ୍ଟ ଭାଷୀ ହୁଅନ୍ତୁ। ପର ଉପକାରୀ ହୁଅନ୍ତୁ। ଶାସ୍ତ୍ର ପାଠ କରନ୍ତୁ। ମନକୁ ଖୁସି ରଖନ୍ତୁ। ଗୁରୁ ବାକ୍ୟକୁ ପାଳନ କରନ୍ତୁ। ଗୁଣରୁ ମୁକ୍ତ ହୁଅନ୍ତୁ। ଅଯଥାରେ ମସ୍ତିଷ୍କକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ପରିବେଶକୁ ସୁନ୍ଦର ରଖନ୍ତୁ। ପିଲାମାନଙ୍କୁ ଯୋଗ୍ୟ କରନ୍ତୁ। ଛୋଟ ସଂସାର ଗଢ଼ନ୍ତୁ। କାମ କ୍ରୋଧ ଲୋଭକୁ ଦମନ କରନ୍ତୁ। ନିଜକୁ ଛୋଟ ମନେ କରି କାହା ଗୋଡ଼ ଧରିବା ଅପେକ୍ଷା ଚେଷ୍ଟା କରନ୍ତୁ ନିଜେ କେମିତି ବଡ଼ ହେବାକୁ। କାରଣ ନିଜ ଭିତରେ ଥିବା ଆତ୍ମବିଶ୍ୱାସ ହିଁ ସଫଳତାର ଶିଖର ଛୁଆଇଥାଏ। ନିଜକୁ ବଡ଼ ଦେଖାଇ ଅନ୍ୟକୁ ଛୋଟ ଦେଖାଉଥିବା ଲୋକ ଜୀବନରେ କେବେ ମଧ୍ୟ ଅଗ୍ରଗତି କରିପାରିବ ନାହିଁ। ଜୀବନ ଦି ଦିନର। ମୋ ଜୀବନଟା ଗୋଟେ ବହି ଭଳିଆ। ଯିଏ ଦେଖିଲା ସିଏ ଖୋଲିଲାନି, ଆଉ ଯିଏ ଖୋଲିଲା ସିଏ ପଢ଼ିଲାନି, ଆଉ ଯିଏ ପଢ଼ିଲା ସିଏ ବୁଝିଲାନି, ଆଉ ଯିଏ ବୁଝିଲା ସିଏ ମିଳିଲାନି। ଆନନ୍ଦିତ ରହିବା। ସାରାଦିନ ଆମେ ଅନେକ ଲୋକଙ୍କ ସହ ମିଶିଥାନ୍ତି। ସେମାନଙ୍କ ଭିତରୁ କେହି ଅଧିକ କ୍ରୋଧୀ ହୋଇଥାନ୍ତି, କେହି କମ୍। ଆମ ଭିତରର ବିଚାରକୁ ବ୍ୟକ୍ତ କରିବାର ଉପାୟ ହେଉଛି କ୍ରୋଧ। ଯାହା ଭିତରେ ଯେତେ ଅଧିକ ହିଂସା ଓ ଘୃଣା ଭରି ରହିଥିବ ସେ ସେତେ କ୍ରୋଧୀ ହେବ। ଯାହା ଭିତରେ ଆନନ୍ଦର ବିଚାର ଥିବ ସେ କମ୍ କ୍ରୋଧ କରିବ। ଶରୀର ହେଉଛି ମନର ଆଇନା, ଯାହା ତାକୁ ପ୍ରତିଫଳିତ କରିଥାଏ। ଯେଉଁ ମଣିଷ ଭିତରେ ଆନନ୍ଦ ଭରିଛି ସେ ସମସ୍ତଙ୍କୁ ଆନନ୍ଦ ବାଣ୍ଟିବ। ତା ସାମ୍ନାରେ କ୍ରୋଧୀ ମଣିଷ ହେଲେ ବି କିଛି ଫରକ ପଡ଼ିବ ନାହିଁ। ଫଳନ୍ତି ବୃକ୍ଷକୁ ପଥର ମାରିଲେ ସେ ପ୍ରତିଦାନରେ ଫଳ ହିଁ ଦେଇଥାଏ। ବାଦଲ ଭରିଗଲା ପରେ ବର୍ଷା ହୋଇଥାଏ। ଜଳ ହିଁ ଝରିଥାଏ, ଅଗ୍ନିକଣା ନୁହେଁ। ଭିତରେ ଯାହା ଭରିଛି ତାହା ହିଁ ବାହାରକୁ ବାହାରିବ। ଯଦି କେହି କ୍ରୋଧ ଦେଖାଉଛି ଓ ଆପଣ ଆନନ୍ଦରେ ଭରିଛନ୍ତି ତେବେ ଆପଣଙ୍କ ଭିତରୁ ଆନନ୍ଦ ହିଁ ବାହାରିବ। ଗୋଟେ ପାଗଳ ଲୋକମାନଙ୍କୁ ଗୋଟିଏ ଜୋକ୍ ଶୁଣେଇଲା। ସମସ୍ତେ ବହୁତ ହସିଲେ। ସେଇ ପାଗଳ ପୁଣି ଥରେ ସେଇ ଜୋକ୍ ସେଇମାନଙ୍କୁ ଶୁଣେଇଲା। କିଛି ଲୋକ ହସିଲେ। ସେଇ ପାଗଳ ସେଇ ଜୋକ୍ ପୁଣି ଥରେ ଶୁଣେଇଲା। କେହି ହସିଲେନି। ତାପରେ ସେହି ପାଗଳ ଗୋଟିଏ ସୁନ୍ଦର କଥାଟିଏ କହିଲା। ଯଦି ତୁମେ ଗୋଟିଏ ଖୁସିକୁ ନେଇ ବାରମ୍ବାର ଖୁସି ହେଇପାରୁନ ତାହେଲେ ଗୋଟିଏ ଦୁଃଖକୁ ନେଇ କାହିଁକି ବାରମ୍ବାର କାନ୍ଦୁଛ? ସମାଜ ସେବା ଶିଖାନ୍ତୁ। ରବିବାରିଆ କି ଛୁଟି ଦିନ ଦେଖି ପିଲାଙ୍କୁ କିଛି ଚକୋଲେଟ ଦେଇ କୁହନ୍ତୁ କି ସବୁ ଗରିବ ପିଲାମାନଙ୍କୁ ବାଣ୍ଟି ଦିଅ। ବର୍ଷକୁ ଥରେ କି ଦୁଇଥର ସେମାନଙ୍କୁ ନେଇ ଜନସେବା କାର୍ଯ୍ୟରେ ଲଗାନ୍ତୁ। ଏହା ସେମାନଙ୍କର ବ୍ୟକ୍ତିତ୍ୱର ପରାକାଷ୍ଠା ବୃଦ୍ଧି କରିବ। ସଭା ମଧ୍ୟରେ ହଠାତ୍ ପ୍ରବେଶ କରିବା ଉଚିତ ନୁହେଁ, କିମ୍ବା ଅସୁନ୍ଦର କଥା କହିବା ଉଚିତ ନୁହେଁ। କିଛି ନ କହି ଚୁପଚାପ ହୋଇ ନୀରବରେ ବସି ରହିବା ଉଚିତ ନୁହେଁ, କିମ୍ବା ଅତ୍ୟଧିକ କଥା କହିବା ଉଚିତ ନୁହେଁ। ଏହା କଲେ ପାପରେ ଭାଗୀ ହେବାକୁ ହୋଇଥାଏ। ମୁଖମଣ୍ଡଳର ଭାବ। ଆପଣ ଯେଉଁ କଥା କହୁଛନ୍ତି ତାର ସମର୍ଥନ ନିଜ ମୁଖମଣ୍ଡଳ କରୁଛି କି ନାହିଁ ଲକ୍ଷ୍ୟ କରନ୍ତୁ। ଏହା ବି ମହତ୍ୱପୂର୍ଣ୍ଣ ଅଟେ। ଚେହେରା କେବେ ବି ମିଛ କୁହେ ନାହିଁ। କାହାକୁ ଭେଟ କରିବାକୁ ଯାଉଛନ୍ତି ତ ମନେ ମନେ ଖୁସି ଥିବା ଦରକାର। କାରଣ ମୁହଁରେ ଖୁସି ସ୍ୱୟଂ ହିଁ ଅନୁଭୂତ ହେଉଥାଏ। ଆକୃତି ଦେଖି ଭାବକୁ ପରୀକ୍ଷା କରି ରୁଚି ଅରୁଚି ବାବଦରେ ଜାଣି କଥାକୁ ଲକ୍ଷ୍ୟ କରି ରୂପରେ ହେଉଥିବା ପରିବର୍ତ୍ତନକୁ ପଢ଼ି ଓ ଚାହାଣୀକୁ ଦେଖି ଅନୁମାନର ସାହାଯ୍ୟ ନେଇ
ଚତୁର ଲୋକେ କୌଣସି ବି ଲୋକର ମନର ଭାବକୁ ବୁଝିପାରନ୍ତି। ଜୟ ଶ୍ରୀ ଜଗନ୍ନାଥ।